ତୁଟି ଯାଇଛି ତୁଳସୀ ଗଣନାଟ୍ୟ ପ୍ରଯୋଜକ ନାଣ୍ଡୁଧଳ ଆଉ ଖଳ ଅଭିନେତା ସାଇ ସତ୍ୟଜିତ ପଣ୍ଡାଙ୍କ କଳି। ମଞ୍ଚ ଚଢ଼ିଛନ୍ତି ସାଇ ସତ୍ୟଜିତ। ଖଣ୍ଡଗିରି କୁମ୍ଭମେଳାରୁ ଆରମ୍ଭ ହୋଇଥିବା ବିବାଦର ଅନ୍ତ ଘଟିଛି। ଆଉ ଗତକାଲି ରାତିରେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ମଞ୍ଚରେ ଚଢ଼ିଛନ୍ତି ସାଇ ସତ୍ୟଜିତ ପଣ୍ଡା। ଖଳ ଅଭିନେତା ସତ୍ୟପତିଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ ଆଉ ଯାତ୍ରାଶ୍ରୀ ବିଶ୍ୱଦରବାର ମଧ୍ୟରେ ଉଭୟଙ୍କ ଷ୍ଟାରକାଷ୍ଟରେ ସ୍ଥାନ ପାଇଛନ୍ତି ଖଳ ଅଭିନେତା ସତ୍ୟପତି। ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ, ଯାତ୍ରା ମୌଡ଼ମଣି ଶିବାନୀ ଗଣନାଟ୍ୟ, ଯାତ୍ରା ବାଦଶାହ କୋଣାର୍କ ଗଣନାଟ୍ୟ ତାଙ୍କର ଷ୍ଟାରକାଷ୍ଟ ଘୋଷଣା କରିଛନ୍ତି ନିଜ ଅନୁଷ୍ଠାନର କେଉଁ କଳାକାର ଆଗାମୀ ଯାତ୍ରା ବର୍ଷରେ ତାଙ୍କ ଅନୁଷ୍ଠାନରେ ଅଭିନୟ କରିବେ। ଯାତ୍ରା ବାଦଶାହ କୋଣାର୍କ ଗଣନାଟ୍ୟ ଷ୍ଟାରକାଷ୍ଟରେ ରତିକାନ୍ତ ପରିଡ଼ା, ମିଟୁନା ପରିଡ଼ାଙ୍କୁ ଦେଖିବା ପାଇଁ ମିଳିନାହିଁ। ଆଉ ରୋଚକ ଖବର ହେଲା ବର୍ତ୍ତମାନ ସୁଦ୍ଧା ଆଗାମୀ ଯାତ୍ରା ବର୍ଷ ରତିକାନ୍ତ ପରିଡ଼ା, ମିଟୁନା ପରିଡ଼ା କେଉଁ ଯାତ୍ରା ଅନୁଷ୍ଠାନରେ ଯୋଗ ଦେଉଛନ୍ତି ସେମାନଙ୍କ ତରଫରୁ କିମ୍ବା କୌଣସି ଯାତ୍ରା ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇ ନାହିଁ। ଆଗାମୀ ଯାତ୍ରା ବର୍ଷ ଯାତ୍ରା ମଇଦାନକୁ ଆସୁଛି 3ଗୋଟି ନୂଆ ହାଇବିଗ୍ ବଜେଟ୍ ଯାତ୍ରା ଅନୁଷ୍ଠାନ। ଯୁବ ପ୍ରଯୋଜକ ସୁନୀଲ କୁମାର ରାଉତଙ୍କ ଅପେରା ସୂର୍ଯ୍ୟବଂଶୀ ଧାକୁଲେଇ ପୀଠ ପ୍ରତାପନଗରୀ କଟକରୁ, ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କର ଅପେରା ଶ୍ରୀଗଣେଶ ଦାରୁଠେଙ୍ଗ ବାରଙ୍ଗ ଭୁବନେଶ୍ୱରରୁ, ଶ୍ରୀ ନିରଞ୍ଜନ ସାହୁଙ୍କ ଅପେରା ମାହେଶ୍ୱରୀ ବାଲିଅନ୍ତା ଭୁବନେଶ୍ୱରରୁ। ଏ ହେଲା ଯାତ୍ରା ସମ୍ପର୍କିତ କିଛି ସଂକ୍ଷିପ୍ତ ଖବର ଯାତ୍ରାପ୍ରେମୀ ଦର୍ଶକମାନଙ୍କ ପାଇଁ।